ମାମୁଁ ଘର। ପିଲାବେଳେ ମାମୁଁ ଘର ଯିବା କଥା କହିଲେ ବହୁତ ଖୁସି ଲାଗେ। ଯିବା ପାଇଁ ଆମେ ବୋଉ ପାଖରେ ଅଳି କରୁ। ଆଉ ଯେଉଁଦିନ ଯାଉ ସେଦିନ ଖୁସି କହିଲେ ନ ସରେ। ସତରେ ଆଉ କିଏ ଫେରେଇ ଦେବ ସେ ପିଲାଦିନ। ମାମୁଁ ଘରେ ସକାଳେ ମନେ ଅଛି ଆଈ ସହିତ ସାହୁଘର ଦୋକାନକୁ ଯାଇ ଚୂଡ଼ାମୁଡ଼ି ଚିନି କିଣି ଆଣୁ। ସେତେବେଳେ ପଇସା ଏତେ ପ୍ରାଧାନ୍ୟ ନଥିଲା। ଚାଉଳ ଦେଇ ଅନେକ ଜିନିଷ ମାମୁଁ ଗାଁ ଲୋକ କିଣି ଆଣନ୍ତି। ସେତେବେଳେ ଯାହାର ଚାଷ ତାହାର ବାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ସବୁ ଆଜି ମନରେ ସ୍ମୃତି ହୋଇଯାଇଛି। ଯେତେବେଳେ ମନେ ପଡ଼େ ଭାରି ଖୁସି ଲାଗେ। ମାମୁଁ ଘରେ ସନ୍ଧ୍ୟାରେ ଦାଣ୍ଡରେ ହେଁସ ପରା ହୋଇଥାଏ। ଆମେ ସେଠି ଶୋଇ ଆଈ ପାଖରୁ ଗପ ଶୁଣୁ। ଆଉ ମାମୁଁ ପୁଅ କଳା ପ୍ୟାଣ୍ଟ ସାର୍ଟ ପିନ୍ଧି ଭୂତ ହୋଇ ଆମକୁ ଡରାଏ। ଆଉ ରାତିରେ ଶୋଇଲା ପରେ ସକାଳୁ ଆଈ ଘର ସାମ୍ନାରେ ରାଧାଚୂଡ଼ା ଗଛରେ କୋଇଲି ରାବିଥାଏ। ଆହା କି ଶାନ୍ତି! ସେ ସ୍ୱର ଶୁଣି ମନ ଶାନ୍ତି ଲାଗେ। ଆଜି ଆଉ ନାହିଁ ସେ ଦିନ। ତା ମଧ୍ୟରୁ ଅନେକ ଲୋକ ଆଜି ନାହାନ୍ତି। ଅଜା ଆଈ ଯିଏ ଆମକୁ ଏତେ ସ୍ନେହ କରୁଥିଲେ ଆଜି ସିଏ ଏ ଦୁନିଆରେ ନାହାନ୍ତି। ଆଉ ମାମୁଁ ଗାଁରେ ଯିଏ ମୁରବୀ କହିଲେ ଅତ୍ୟୁକ୍ତି ହେବ ନାହିଁ, ବଡ଼ ମାମୁଁ, ସେ ବି କମ୍ ବୟସରେ ଆରପାରିକୁ ଚାଲିଗଲେ। ସତରେ ବଡ଼ ମାଇଁ ଆଜି ବି ଅଛନ୍ତି। ସେ ଯେତିକି ସ୍ନେହ ଦେଇଛନ୍ତି ଆମେ ସବୁଦିନ ତାଙ୍କୁ ମନେ ରଖିବୁ। ଆଉ ସମସ୍ତେ ଛୋଟ ପିଲା ଆଜି ବଡ଼ ହୋଇ ଅନେକ ବାହା ହୋଇ ସାରିଲେଣି। କେବଳ 2 ଜଣ ଅଜା ଆଈ ଅଛନ୍ତି। ବାକି ଅଜା ଆଈ ମାମୁଁ ଆରପାରିରେ। ମୋ ମାମୁଁ ଘର ମନେ ପଡ଼େ ଆଜି ମୋର। ଥ୍ୟାଙ୍କ ୟୁ।